स्वागत योग्य कथा जेहेतु এই অঞ্চলর জনসাধারণ বিগত দিନରେ ମଧ୍ୟ ତାଙ୍କର ହକ୍ ଏବଂ ଅଧିକାର ପାଇଁ ଲଢ଼େଇ କରିଛନ୍ତି, ଆବାଜ ଉଠାଇଛନ୍ତି ଯେ ଧଡ୍ରା ଠାରେ ଗୋଟିଏ ନୂତନ ବ୍ଲକ ନିର୍ମାଣ କରିବା ପାଇଁ। ଯେତେବେଳେ ସେମାନେ ପୂର୍ବରୁ ମଧ୍ୟ ଏ କଥା ଦାବି ଜଣାଇଛନ୍ତି ସରକାରଙ୍କୁ, ବର୍ତ୍ତମାନ ମୋତେ ଯେତେବେଳେ ଆଜି ଏମାନଙ୍କର ଗୋଟେ ରାଲି କରିକି ଆଜି ସଭା ବୈଠକ ଅନୁଷ୍ଠିତ କରିଥିଲେ, ଏଥିରେ ମୋତେ ଦାବି ପତ୍ର ନେବା ପାଇଁ ମୋତେ ନିମନ୍ତ୍ରଣ କରେ। ତେଣୁ ମୁଁ ଆଜି ଆସିଥିଲି, ନିମନ୍ତ୍ରଣ ରକ୍ଷା କରିକି ମୋତେ ଦାବି ପତ୍ର ଦେଲେ ଏବଂ ଏମ୍ପିଙ୍କୁ ମଧ୍ୟ ଦେଇଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଗୋଟେ ଦାବି ପତ୍ର ଦେଇଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦାବି ପତ୍ର ଦେଇଛନ୍ତି। ଏଇଟା ସ୍ୱାଗତ ଯୋଗ୍ୟ କଥା। ଯେତେବେଳେ ଏହି ଅଞ୍ଚଳ ସରକାରଙ୍କର ସୁବିଧା ସୁଯୋଗରୁ ବଞ୍ଚିତ ହେଉଛି, ପ୍ରାୟ ଏହି ଅଞ୍ଚଳ ଠାରୁ ଆମ ବ୍ଲକ ଝରିଗା ପ୍ରାୟ ଦୀର୍ଘ 30 କିଲୋମିଟର ପଡ଼ୁଛି। ଯାହା ସୁବିଧା ପାଇବା ପାଇଁ ଯାଉଛନ୍ତି ସେଠାରେ ଗଲାବେଳେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଗତ ଦିନରେ ମଧ୍ୟ ମୁଁ ଧଡ୍ରାକୁ ବ୍ଲକ ପୁନର୍ଗଠନ ପାଇଁ ଦାବି କରିଥିଲି ଏବଂ ଆଗାମୀ ଦିନରେ ନିଶ୍ଚିତ ଭାବରେ ମୁଁ ପ୍ରୟାସ କରିବି, ସରକାରଙ୍କୁ ମୁଁ ଅବଗତ କରାଇବି। ଏ ଅଞ୍ଚଳର ଆୱାଜ ଯେତେବେଳେ ଉଠିଛି ନିହାତି ଭାବରେ ଆମେ ତାଙ୍କ ପଛରେ ଅଛୁ ଏବଂ ପ୍ରୟାସ କରିବୁ। ପଞ୍ଚାୟତ ସମିତି ଉମରକୋଟ ପଞ୍ଚାୟତ ସମିତିର କେନ୍ଦ୍ରସ୍ଥଳ ହେଉଛି ଧଡ୍ରା। ଧଡ୍ରାର ଚାରିପାଖରେ ରହିଥିବା ପଞ୍ଚାୟତ ସମୂହର 15ଟି ପଞ୍ଚାୟତକୁ ନେଇ ଗୋଟେ ବ୍ଲକ ପୁନର୍ଗଠନ ଏବଂ ବ୍ଲକର କେନ୍ଦ୍ରବିନ୍ଦୁ ବା ହେଡକ୍ୱାର୍ଟର ଧଡ୍ରାରେ କରିବା ପାଇଁ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି। ସେହି ଉଦ୍ଦେଶ୍ୟରେ ଆମ ଦାବିପତ୍ର ମାନ୍ୟବର ବିଧାୟକ ମହୋଦୟଙ୍କୁ ଦେବା ଉଦ୍ଦେଶ୍ୟରେ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆମେ ଆମର ଦାବି ଉପସ୍ଥାପନ କରି ଆମର ଭୌଗୋଳିକ ପରିବେଶକୁ ମଧ୍ୟ ଆମେ ଉପସ୍ଥାପନ କରିଛୁ। ଯଥା ଉମରକୋଟ ବ୍ଲକର ତରେଙ୍ଗାରୁ ଯଦି ଉମରକୋଟ ଯିବାକୁ ପଡେ ତାହେଲେ ସେମାନଙ୍କୁ ପାଖାପାଖି 35ରୁ 36 କିଲୋମିଟର ଯିବାକୁ ପଡୁଛି ଏବଂ ଧରିଗାଁ ବ୍ଲକରେ ଏଇ ଧଡ୍ରାର ଲୋକେ ଯଦି ଧରିଗାଁ ପଞ୍ଚାୟତ ସମିତିକୁ ଯିବାକୁ ଚାହାନ୍ତି ସେମାନେ ପାଖାପାଖି 40ରୁ 42 କିଲୋମିଟର ଯିବାକୁ ପଡୁଛି ସେମାନଙ୍କୁ। ତେଣୁ ଲୋକଙ୍କ ପାଖରେ ଯଦି ପ୍ରଶାସନିକ ସେବା ପହଞ୍ଚି ପାରିବ ଏବଂ ସୁବିଧାରେ ସେମାନେ ସେଇ ସେବା ଉପଲବ୍ଧ କରିପାରିବେ, ତାକୁ ଲକ୍ଷ୍ୟ ରଖି ଏହି ପଞ୍ଚାୟତର ସମୂହର ଗୋଟେ ମିଳିତ ପ୍ରକ୍ରିୟାରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଉଦ୍ୟମରେ ପଞ୍ଚାୟତ ସ୍ତରୀୟ ଆଲୋଚନା ଚକ୍ରରେ ଯାହା ନିଷ୍ପତ୍ତି ନିଆଯାଇଛି ତାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଧଡ୍ରାରେ ଆଜି ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି ଏବଂ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଧଡ୍ରାରେ ଯେପରି ପୁନର୍ଗଠନର ବ୍ଲକ ଅନୁଷ୍ଠିତ ହୋଇପାରିବ। ଧଡ୍ରା ନୂତନ ବ୍ଲକ ଗଠନ ପାଇଁ ଆମେ ହଉଛୁ ଉମରକୋଟ ବ୍ଲକର ତରେଙ୍ଗା ପଞ୍ଚାୟତ 60 କିଲୋମିଟର ହଉଛି ଉମରକୋଟ ବ୍ଲକ ଯିବା ପାଇଁ ଏବଂ ଏଠି ଧଡ୍ରା ହଉଛି ଆମର ପାଖେ 10-12 କିଲୋମିଟର ଆଉ ଝରିଗାଁ ବ୍ଲକ ହଉଛି ଆମର ବକରାବେଡ଼ା ପଞ୍ଚାୟତ ଦେଖଲା ବେଲେ ନେଇକି 30-40 କିଲୋମିଟର ହଉଛି। ଆମେ ଯଦି ଧଡ୍ରା ଯଦି ବ୍ଲକ ହୁଏ ତାହେଲେ ଆମେ ସମସ୍ତେ ଉପକୃତ ହେବା, କାହିଁକି ନା ଆମ ଢାବୁଗାଁ ବ୍ଲକର 2 ଗୋଟି ପଞ୍ଚାୟତ, ଆମର ଉମରକୋଟର 5 ଗୋଟି ପଞ୍ଚାୟତର, ଏଠି 9 ଗୋଟି ପଞ୍ଚାୟତର ପାଖରେ ହଉଛି। ଯଦି ଆମେ ଧଡ୍ରା ଯଦି ବ୍ଲକ ଗଠନ ହବ ନିଶ୍ଚିନ୍ତ ଭାବେ ଆମ ଜନସାଧାରଣ ବହୁତ ଉପକୃତ ହେବେ।